ଗୋଟେ ଛୋଟିଆ ପ୍ରଶ୍ନଟେ ପଚାରିବେ ମତେ କେତେ ପଇସା ଦଉ? ତୁ କଣ ପଇସା ଏକା ତିନି ଯୁଗରେ ପଇସା ଛଡା ଆଉ ତୋତେ କିଛି ଜଣା ପଡିଲାନି କାଢିକି ଦେଖା, କହିଲି ତ ଦେବି ଆଉ କାଢିକି ଦେଖା। କାଢୁଛି ରେ ଏଇଟା ହବ କିରେ ନାଇଁ ସିଡା ନାଗି ଯାଇଛି। ଠିକ ଅଛି ରେ ଏଇଟା ଦେବି ରେ 20 ଟଙ୍କାଟା ଦେବି ତତେ ଗୋଟେ ପ୍ରଶ୍ନ ପଚାରିବେ ସତ କହୁଛୁ ଦଉ? ସତ ନାଇଁ ଯେ କଣ ମିଛ କହୁଛୁ କିରେ ପଚାରେ ଛୋଟିଆ ପ୍ରଶ୍ନଟେ ପଚାରିବେ ପଚାରେ। ଆଚ୍ଛା ଭାଇଆ ହଁ ଭାଇଆ ରେ ହଁ ସିଏ ଠିକ ରାସ୍ତାରେ ଆଣିଛି ତେଣୁକରି ସିଏ ସେଇଠି ବୁଝେ ପ୍ରଶ୍ନଟା କଣ ଜାଣିଛୁ କଣ? ସୀତାଙ୍କୁ ରାବଣ ହରଣ କରିଛନ୍ତି ସୀତାଙ୍କୁ କିଏ ହରଣ କଲା? ଆପଣ? ରାବଣ ସୀତାଙ୍କୁ ହରଣ କରିଛି। ଯେତେବେଳେ ସୀତାଙ୍କୁ ରାବଣ ହରଣ କରିଛନ୍ତି ବୋଲି ଆମେ ଜଗତରେ ସମସ୍ତେ ଜାଣିଛନ୍ତି ସୀତାଙ୍କୁ ରାବଣ ହରଣ କରିଛନ୍ତି, ହେଲେ ସୀତାଙ୍କ ସହିତ ରାବଣର ଏଥି ପୂର୍ବରୁ କେବେ ସାକ୍ଷାତ ହୋଇଥିଲା ନା ସେ ହରଣ ସମୟରେ ଆଜ୍ଞା ସୀତାଙ୍କୁ ରାବଣ ହରଣ କରି ନେଲା? ଏ ଉତ୍ତରଟା ମୋତେ ସମାଧାନ କରିଦେ, ତତେ 20 ଟଙ୍କାଟା ଦେବି। ସୀତାଙ୍କୁ ହରଣ କରିବା ପୂର୍ବରୁ ରାବଣ ସୀତାଙ୍କୁ ଦେଖିଥିଲା ନା ନାହିଁ? ଏ ଛୋଟିଆ ପ୍ରଶ୍ନର ଉତ୍ତରଟା ମୋତେ ଦେଇକା 20 ଟଙ୍କାଟା ନେଇଯା। ଏଇଟା କହିଲେ ମତେ ଦଉ? ସତ କହୁଛୁ? ହେଇଟିରେ ମୁଁ ନ ତତେ କରିବି? ତୁ ମତେ କରିବୁ, ତୁ ମତେ କରିବୁ। ତୋର ବୟସ କେତେରେ? ହାତେ ନାଇଁ ତୋର ବୟସ କେତେରେ? ହାତେ। ଆଉ ମତେ କଣଟା କରିବୁ? ଆଉ ତୁ ମତେ କରିଦୁ ମୁଁ ତ ଛାଡ଼ିବି। ଭଲ କଥା କହୁଛୁ ଆଉ। ଓ ତୁ ମତେ ପ୍ରଶ୍ନ କରିବୁ କିରେ? ଆଉ କେତେ ଟଙ୍କା ଦେବୁ କହ? ମୁଁ ହେଲେ 10 ଟଙ୍କା ଦେବି। ଦେ କା ପାଖେ ଅଛ 10 ଟଙ୍କା ଦେବି। ପରାରେ କଣ ରାବଣ ସୀତାଙ୍କୁ ହରଣ କରିବା ପୂର୍ବରୁ ସୀତାଙ୍କୁ ଆଉ କେବେ ଦେଖିଥିଲା ନା ନାହିଁ? ଓ ଏ କଥାଟା ପଚାରୁଛୁ? ମୁଁ ତତେ ଏଇଟା ପଚାରିଛି। ମୁଁ ତତେ ପଚାରୁଛି ସେଇ ସୀତାର କଥା ଆକା। ସୀତାର କଥା ଏକା ପଚାରିବି? ମୁଁ ହେଲେ ତ ତତେ ସେଇ ସୀତାର କଥା ଏକା ପଚାରି। ଠିକ ଅଛି ପଚାରେ, କଣ ପଚାରୁଛୁ ଦେଖିବା। ସୀତା ଯୋଉ ରୋଷେଇ କଲେ କାହାକୁ ପ୍ରଥମରେ ଦେଇଛନ୍ତି କଣ ଖାଇବାକୁ? ଓହୋ, ଗୋଟେ ବିବାହିତ ନାରୀ ଯେତେବେଳେ ଶ୍ୱଶୁର ଘରକୁ ଯାଏ ସେ ରୋଷେଇବାସ କରେ ନାଇଁ କି? ଆପଣଙ୍କ ଶାଗ ମାଛ ଗଲେ ସେ ପ୍ରଥମେ ରୋଷେଇ କରୁଛି, ସେ ରୋଷେଇ କରିବ ସିଏ। ହେଲେ ରୋଷେଇ କରିବା ପରେ ସୀତା ଦେବୀ ଯେତେବେଳେ ରାନ୍ଧିଲେ ପ୍ରଥମରେ କାହାକୁ ଖାଇବାକୁ ଦେଲେ? ପ୍ରଥମ ଖାଇଛି କିଏ? ତୁ ଏଇଟା ମତେ ପ୍ରଶ୍ନ ପଚାରିଛୁ। ତୁ କହ ମୁଁ କହି ତୋର ସେଇଟା। ଆଚ୍ଛା ଏଟା କୋଉ ପୁରାଣରୁ ପଚାରିଛୁ? ଓଡ଼ିଆ ପୁରାଣ। ନାଇଁ ନାଇଁ କୋଉ ରାମାୟଣରୁ ପଚାରିଛୁ ଏଇଟା? ଓଡ଼ିଆ ରାମାୟଣ। ଆରେ ରାମାୟଣ ଗୋଟେ ପ୍ରକାର ମୂର୍ଖ, ଆଉ କେତେ ପ୍ରକାର? 147 ପ୍ରକାର ରାମାୟଣ ଅଛି। ଆଚ୍ଛା ଆଚ୍ଛା। ବିଭିନ୍ନ ଛନ୍ଦ ଚମ୍ପୁ ଓଡ଼ିଶୀଠୁ ଆରମ୍ଭ କରି ବିଭିନ୍ନ ପ୍ରକାର କବିମାନଙ୍କ ଲେଖାରେ 147 ପ୍ରକାର ରାମାୟଣ ଅଛି। ଆଚ୍ଛା ତୁ ମତେ କୋଉ ରାମାୟଣଟା ପଚାରୁଛୁ କହ? ଓଡ଼ିଆ ରାମାୟଣ। ବିନୟ ରାମାୟଣ ନା କମ୍ପନ ରାମାୟଣ ନା ଗର୍ଗବଟୁ ରାମାୟଣ ନା ତୁ ବାଲ୍ମୀକି ରାମାୟଣ ନା କୋଉ ରାମାୟଣ ତୁ ପଚାରୁଛୁ ମତେ? ମାଛ ତରକାରୀ ଦରକାର, ମାଛ ତରକାରୀ ଖା। ମାଛ ତରକାରୀ ଦରକାର ବେଲେ ମାଛ ତରକାରୀ ଖା। ଆଚ୍ଛା କୋଉ ଗାଡ଼ିଆର ଲୋକ ମତେ ଗାଡ଼ିଆ କହିଲେ ମତେ ମାଛ ତରକାରୀ ମାଗୁ ତୁ ଗାଡ଼ିଆ ଢୁକି ଯିବୁ। ଆକୁ ପଇସା ଦେଲି କାହିଁରେ ଅଛି କୋଉଠି ଅଛି ମୁଁ କହିଦେଇ ଇଏ ହେଲେ ଭାଇଆ ଓ ତୁ ପଚାରିବାର ଅର୍ଥ ସୀତାଙ୍କୁ ଯେତେବେଳେ ରାମଚନ୍ଦ୍ର ବିବାହ କଲେ, ବିବାହ କରିବା ପରେ ତାଙ୍କର ଯେତେବେଳେ ଘରୁ ଆସିଲା ରୋଷେଇବାସ କରିବା ସାମଗ୍ରୀ, ଆଚ୍ଛା ଆମର ଯଦି ମାଛ ଶାଗ ଆସୁଛି, ଶାଗ ମାଛ ଆସୁଛି ଆମର, ସେମିତି ଆସିଲା ପରେ ସୀତା ରାନ୍ଧିକିରି ପ୍ରଥମରେ କାହାକୁ ଦେଇଥିଲେ? କାହାକୁ ଦେଇ? ଶାଶୁକୁ ନା ଶ୍ୱଶୁରକୁ ନା ଦିଅରକୁ ନା ସ୍ୱାମୀକି ନା ନଣନ୍ଦକୁ କାହାକୁ ଦେଇଥିଲେ? କାହାକୁ ଦେଇଥିଲେ? ଏଇଟା ମତେ ତୁ ପ୍ରଶ୍ନ ପଚାରିଛୁ। ପ୍ରଥମରେ। ଆଚ୍ଛା ଠିକ ଅଛି, ଚେଷ୍ଟା କରିବା। କହିବି ବୋଲି ତ ଗ୍ୟାରେଣ୍ଟି ନାହିଁ, ଚେଷ୍ଟା କରିବା। ଚେଷ୍ଟା କରିବା ହେଲା ମନୁଷ୍ୟର ଧର୍ମ। ହଉ ହେଲେ ହେଲା, ନହେଲେ ନାହିଁ ଗା, ନହେଲେ ତୁ କହିବୁ। ଚେଷ୍ଟା କଲେ ଯଦ୍ୟପି ନ କହିଲା ସେ ପଛେ ନେଇଯିବ, ଦବନି। ଦବ ତମ ମାରାଣ, ତମକୁ କିନ୍ତୁ ଡବଲ କହିଛି ଦବନି। ତମେ ନ ତ ଦବନି, ମୁଁ ଆଡୁ କାଢିବି। ରାମ ଲକ୍ଷ୍ମଣ ପ୍ରଭଜଂ ରଘୁବରଂ ସୀତାପତି ସୁନ୍ଦରଂ କାକୁସ୍ତଂ କରୁଣାକରଂ ଗୁଣନିଧି ବିପ୍ର ପ୍ରିୟଂ ଧାର୍ମିକଂ ରାଜେନ୍ଦ୍ରଂ ସତ୍ୟ ସିଂହଂ ଦଶରଥ ତନୟ ଶ୍ୟାମଳ ଶନ୍ତମୂର୍ତ୍ତି ବନ୍ଦେ ଲୋକାଭିରାମଂ ରଘୁକୁଳ ତିଳକଂ ରାଘବ ରାବଣାରୀ রাঘব রাবণারী শ্রীহরি
ସୁନ୍ଦର ବିଷୟ ବାୟା ପଚାରେ ଜାଣୁ କେଡ଼େ ସୁନ୍ଦର ବିଷୟ ବାୟା ପଚାରେ ଜାଣୁ ପ୍ରଥମରେ ସୀତା ମାତା ରୋଷେଇ କରିଲେ ହଉ ହଉ ପ୍ରଥମରେ ବାବୁ କାହା ଅନ୍ନ ପରସିଲେ ଆଚ୍ଛା ପ୍ରଥମେ କାହାକୁ ଅନ୍ନ ପରସିଲେ ଓଲାରେ ଓ ନାରୀ ମାନଙ୍କର ଗୋଟେ ସୁନ୍ଦର କଥା ଏଠି ପରିବେଷଣ କରିବା କଣ ଉପସ୍ଥିତ ମୋର ପଣ୍ଡିତ ବନ୍ଧୁ ମାନ ଉପସ୍ଥିତ ଅଛନ୍ତି ଆଚ୍ଛା ସେ ରାମାୟଣ ପରମ୍ପରା କଥା ଭଗବାନ ରାମ ନାମ କୀର୍ତ୍ତନ କରି ଆଜି ରାତ୍ରକୁ ପାଇବାର ହେଲା ଆଚ୍ଛା ଆଚ୍ଛା ବିଷୟବସ୍ତୁ କଣ ହୋଇଛି କଣ ନା ପ୍ରକୃତରେ ଜନକନନ୍ଦନୀ ସୀତା ପ୍ରଥମରେ ରୋଷେଇ କରି କାହାକୁ ଅନ୍ନ ପରସିଥିଲେ ଆଚ୍ଛା ଇଏ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଶୁଣନ୍ତୁ ଆହେ ମୋ ପଣ୍ଡିତ ଜନ ଧୀର ସ୍ଥିର ଭାବେ ବାବୁ ରାମାୟଣ ଶୁଣ ହଉ ହଉ ଯେଉଁ ଜନ କି ରାମାୟଣ ଶୁଣିବ ପୁନର୍ଜନ୍ମ ତାର ମର୍ତ୍ତେ କେବେ ନ ହୋଇ ପୁନର୍ଜନ୍ମ ତାର ମର୍ତ୍ତେ କେବେ ନ ହୋଇ ଯେଉଁଦିନ ସୀତା ହାଣ୍ଡିଶାଳକୁ ଗଲେ ଯେଉଁଦିନ ସୀତା ହାଣ୍ଡିଶାଳକୁ ଗଲେ ହଉ ହଉ ଦେଖ ରାନ୍ଧିବା ପାଇଁ ମନରେ ଭାବିଲେ ଆଚ୍ଛା ରାନ୍ଧିବା ପାଇଁ ମନରେ ଭାବିଲେ ତରତରେ ହାଣ୍ଡିଶାଳୁ ସୀତାରେ ଆସିଲେ ଦଶରଥଙ୍କ ନିକଟେ ପ୍ରବେଶ ହୋଇଲେ ଦଶରଥଙ୍କ ନିକଟେ ପ୍ରବେଶ ହୋଇଲେ ଉଲାରେ ଯେତେବେଳେ ଜନକନନ୍ଦନୀ ସୀତା ଆଚ୍ଛା ରାନ୍ଧିବା ଉଦ୍ଦେଶ୍ୟରେ ହାଣ୍ଡିଶାଳ ମଧ୍ୟରେ ପ୍ରବେଶ କରିଛନ୍ତି ଇଏ ସମୟରେ ମନ ମଧ୍ୟରେ ବିଚାର କଲେ କଣ ମୁଁ ଯୋଉ ଆଜି ରାନ୍ଧିବି ମୋର ପ୍ରଥମ ଅନ୍ନଟା କାହାକୁ ପରସିବି କାହାକୁ ଦେବି ମୋର ପ୍ରଥମ ରନ୍ଧଣା କାହାକୁ ଖାଇବାକୁ ଦେବି କାହାକୁ ଜୀବନରେ କେବେ ରାନ୍ଧି ନାହାନ୍ତି ମାତା ଜାଣିନ କି ବାଲ୍ୟକାଳରୁ ବିବାହ ପର୍ଯ୍ୟନ୍ତ କେବେ ମଧ୍ୟ ରନ୍ଧନ କରିନାହାନ୍ତି ଆଜି ମୋ ରନ୍ଧଟା କାହାକୁ ଦେବି ବୋଲି ବିଚାର କରୁଛନ୍ତି ମନ ମଧ୍ୟରେ ଏ ପ୍ରଥମଟା କାହାକୁ ଦେବି ଆରେ ଏମନ୍ତ ଭାବି ସୀତା ଦେବୀ ଦଶରଥଙ୍କ ପୁରରେ ମିଳିଲେ ଦଶରଥ ଶ୍ୱଶୁରଙ୍କ ନିକଟରେ ପହଞ୍ଚି ଯାଇଛନ୍ତି ଦଶରଥଙ୍କୁ ପ୍ରଣିପାତ କରି ଦଶରଥଙ୍କ ନିକଟରେ ହାତ ଯୋଡ଼ି ସୀତା ହୋଇଛନ୍ତି ଛିଡ଼ା ହୋଇଛନ୍ତି ମାତା ଜାଣିନ କି ଆଚ୍ଛା ଆଚ୍ଛା ଇଏ ସମୟରେ କଣ ହେଲା ରେ କଣ ଇଏ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଦଶରଥ ପୁଛିଲେ ଆସିବା କାରଣ ଦଶରଥ ପୁଛିଲେ ଆସିବା କାରଣ ସେତେବେଳେ ସୀତା ବୋଲନ୍ତି ବଚନ ସେତେବେଳେ ସୀତା ବୋଲନ୍ତି ବଚନ ମୋହର କଥା ଶୁଣ ପିତା ହେରାଣି ମୋହର କଥା ଶୁଣ ସୀତା କହନ୍ତି ବର୍ଣ୍ଣନ ସୀତା ଦେବୀ କହୁଛନ୍ତି ହେ ପିତାମହ ହେ ପିତା ମୁଁ ତୁମ ନିକଟକୁ ଆସିବାର ଉଦ୍ଦେଶ୍ୟ କଣ ମୋତେ ତ ରାନ୍ଧିବାକୁ ଆଜି ମୁଁ ହାଣ୍ଡିଶାଳ ମଧ୍ୟରେ ପ୍ରବେଶ କରୁଛି ମୁଁ ପ୍ରଥମରେ ରନ୍ଧଣା କାହାକୁ ଦେବି ବୋଲି ମନ ମଧ୍ୟରେ ବିଚାର କରୁଛି ମୁଁ ତୁମକୁ ଗୋଟେ ଅନୁରୋଧ କରିବି ପିତା କଣ ସେ ଅନୁରୋଧ କଣ ନା ମୋ ପ୍ରଥମ ରନ୍ଧଣା କାହାକୁ ଖାଇବାକୁ ଦେବି ପ୍ରଥମରେ କାହାକୁ ଦେବି ଏ ପ୍ରଥମ ରନ୍ଧଣାଟା କାହାକୁ ଖାଇବାକୁ ଦେବି ଆଚ୍ଛା ସୀତା ଦେବୀ କଣ କହୁଛନ୍ତି ରେ ଏଠି ପ୍ରଥମରେ ରନ୍ଧଣା ବ୍ରାହ୍ମଣକୁ ଦେବି ପ୍ରଥମରେ ମୋ ରନ୍ଧଣା ବ୍ରାହ୍ମଣକୁ ଦେବି
কেউ পরি ব্রাহ্মণ হইথিব ভাবি যেউ ব্রাহ্মণ দান নেই নথিব যেউ ব্রাহ্মণ ভিক্ষা মাগি নথিব যেউ ব্রাহ্মণ পুরোহিত কর্মরে জাণ କରି ନଥିବ ମୋର ପିତା ହେ ଶୁଣ କରି ନଥିବ ମୋ ପିତା ହେ ଶୁଣ ହେ ପିତା ହେ ଦଶରଥ ମହାରାଜା ମୁଁ ଯେତେବେଳେ ପ୍ରଥମରେ ରାନ୍ଧିବି ହଁ ମୋ ରନ୍ଧଣାଟା ଗୋଟେ ବ୍ରାହ୍ମଣକୁ ଖୁଆଇବା ପାଇଁ ମୁଁ ମନସ୍ଥ କରିଛି ବାମୁଣକୁ ଦେବି ପ୍ରଥମରେ ବ୍ରାହ୍ମଣକୁ ମୋର ଅନ୍ନ ପରସିବା ପରେ ଅନ୍ୟ କାହାକୁ ଦେବା ପାଇଁ ମୁଁ ମନରେ ଇଚ୍ଛା କରିଛି କରିଛି ହେଲେ କେଉଁ ପରି ସେ ବ୍ରାହ୍ମଣ ହୋଇଥିବ କେମିତି ସେ ଏମିତି ଗୋଟେ ବ୍ରାହ୍ମଣ ହୋଇଥିବ ସେ ବ୍ରାହ୍ମଣ କେବେ ଦାନ ନେଇ ନଥିବ କେବେ ଭିକ୍ଷା ମାଗି ନଥିବ କେବେ ବ୍ରାହ୍ମଣ କର୍ମ କରି ନଥିବ ଏମିତି ଗୋଟେ ବ୍ରାହ୍ମଣ ହୋଇଥିବ ନୈଷ୍ଠିକ ବ୍ରାହ୍ମଣ ବେଦଧ୍ୟନରେ ପୁଣି ଚତୁର୍ବେଦରେ ସେ ପାରଙ୍ଗମ ହୋଇଥିବ ସେପରି ବ୍ରାହ୍ମଣକୁ ମୁଁ ପ୍ରଥମରେ ଅନ୍ନ ପରସିବି ଏମିତି ନାଚିବ ବାମୁଣକୁ ମୁଁ ଦେବି ଏତକ କହି ନ ସୀତାରେ ସେଠାରୁ ଚଳିଗଲେ ଏହି ସମୟରେ ନାରଦ ମୁନି ପ୍ରବେଶ ହେଲେ उपस्थित मोर पंडित वर्ग एमंत कही सीता देवी चली जाइछन्ति दशरथଙ୍କ निकटरू अच्छा एमंत समय रे विरस बदन बसिछन्ति दशरथ राजा विचार करूछन्ति एमिति गोटे ब्राह्मण कोठी मिलिबो किए अछि ए दान नेई नथिबो अच्छा। भिक्षा मागि नथिबो पुरोहित कर्म करि नथिबो ये वेद विद्या रे पारंगम होइथिबो एमिति ब्राह्मण कोठी मिलिबो ना एमत समय नारद महामुनि प्रवेश होइछन्ति अच्छा अच्छा जेते नारद महामुनि प्रवेश होले दशरथ महाराज मन विरस रे बसिछन्ति नारद पचारुछन्ति हे राजा तमे आज काहेकि विरस बदन बसिछ काहेकि दशरथ नारद को प्रणाम करिबा परे हाँ दशरथ को पचारुछन्ति नारद महामुनि जे तमे काहेकि आज विरस बदन बसिछ राजा सेतले दशरथ राजा कहउछन्ति कोन? हे नारद महामुनि मोर बहु जेतरे रांधिबा पई जाइछन्ति हांडीशाला मध्यकू से मनरे मनस्कामना करिछन्ति हाँ तांकर प्रथम रंधना गोटे ब्राह्मण को परसिबे ठीक प्रथम रंधना गोटे ब्राह्मण भक्षण करिवो करिवो आ एमिति गोटे ब्राह्मण होइथिबो दान नेई नथिबो भिक्षा मागि नथिबो एवं पुरोहित कर्म कांड गोटे पुरोहित कर्म मध्य कर नथिबो कार घर प्रतिष्ठा करिया मध्य जाई नथिबो जाई नथियो एमिति गोटे ब्राह्मण टे आनिले सिए प्रथमर अन्न परसियो ताक ठीक ठीक ए कथा सुने नारद महामुनि कइले विचार कले एमिति गोटे ब्राह्मण कोटे अछि कोड अछि खोजी खोजी नारद रे मनरे भावन्ति खोजी खोजी नारद रे मनरे भावन्ति लंकार राजा रे पुणी रावण नृपति दशरथ आहे दशरथ हे एही परि नृपवर अछि हे नारद महामुनि मन मन विचार करी चिंता करी करी कहिले बहुत समय पर कहउछन नारद महामुनि कौन हे दशरथ राजा हाँ। एमिति गोटे ब्राह्मण श्रेष्ठ अछि केवल लंकाधिपति राजा रावण व्यतीत आउ केही मध्ये एपरि गोटे ब्राह्मण नाही संसार रे नाही केवल लंकार राजा रावण भिक्षा मागिनी कोनोसी भिक्षावृत्ति करिनी कि दान कार नहीं नाही एवं कोनोसी ब्राह्मण कर्म करी कार घर प्रतिष्ठा कि पुरोहित कर्म कार बाहागर व्रत करिया मध्य जाई नाही से ताकू जदी आनिबा ताहले सी ताकू सीता प्रथम अन्न परसिबे सेतेबेले दशरथ राजा कहउचंती हे नारद महामुनि हाँ रावण कोन आसीबे आसीबे रावण कोन आसीबे कि आसीबे कि ना हाँ आसीबे मु जाउचे ना रावण को जमी तेले धरि आसीबे एमंत विचार करे नारद कोन कले कौन अरे धीरे धीरे बाबू नारद चलिले धीरे धीरे बाबू नारद
ପ୍ରବେଶ ହେଲେ ଲଙ୍କାପୁରରେ ଯାଇ ପ୍ରବେଶ ହେଲେ ରାବଣ ନିକଟେ ନାରଦ ମିଳିଲେ ନାରଦକୁ ଦେଖି ରାବଣ ଯଥା ମାନ୍ୟ କଲେ ନାରଦକୁ ଦେଖି ରାବଣ ଯଥା ମାନ୍ୟ କଲେ ନାରଦ ଗଲେ ରାବଣପୁରରେ ପହଞ୍ଚିଗଲେ ରାବଣପୁରରେ ପହଞ୍ଚିବା ପରେ କ'ଣ ହେଲା ରାବଣକୁ କହୁଛନ୍ତି ହେ ନାରଦ ମହାମୁନି ଦଶରଥଙ୍କର ଗୋଟେ ବୋହୂ ତାର ନାମ ହେଲା ସୀତା ସେ ଯେତେବେଳେ ରନ୍ଧନ କରିବାକୁ ଯାଇଛନ୍ତି ଆଚ୍ଛା। ସେ କହୁଛନ୍ତି ପ୍ରଥମ ବର୍ଣ୍ଣ କେବଳ ଗୋଟେ ବ୍ରାହ୍ମଣକୁ ପରସିବେ ଆଚ୍ଛା। ସେ ବ୍ରାହ୍ମଣ ଭିକ୍ଷା ଗ୍ରହଣ କରିନଥିବ ଭିକ୍ଷୁକ ବୃତ୍ତି କରିନଥିବ କୌଣସି ଦାନ ନେଇନଥିବ ଏବଂ କୌଣସି ପୁରୋହିତ କର୍ମ ମଧ୍ୟ କରିନଥିବ ବାହାଘର ବ୍ରତଘର କୋଟେ କରିନଥିବ ତେଣୁ ମୁଁ ତୁମକୁ ଚିନ୍ତା କରିଛି ତୁମେ ଆସ ସୀତାଙ୍କର ରନ୍ଧନ ତମେ ଭକ୍ଷଣ କରିବ ସେତେବେଳେ ରାବଣ ବିଚାର କରୁଛନ୍ତି କ'ଣ ମତେ ସୀତାଙ୍କୁ ପରୀକ୍ଷା କରିବାକୁ ହବ ହଁ ଇଏ ପ୍ରକୃତରେ ମା ଲକ୍ଷ୍ମୀ ସଂସାର ଜନ୍ମଦେବୀ ହୋଇଛନ୍ତି ହଁ ମତେ ଯେମିତି ହେଲେ ଲକ୍ଷ୍ମୀଙ୍କୁ ଆଣିବାକୁ ହବ ମୋ ସ୍ଥାନକୁ ତେଣୁକରି ସୀତାଙ୍କୁ ପରୀକ୍ଷା କରିବା ପାଇଁ ରାବଣ କହିଲା ନାରଦକୁ କ'ଣ କହିଲା ଏ ଶୁଣ ହେ ନାରଦ ମୋହର ବଚନ ଶୁଣ ହେ ନାରଦ ମୋହର ବଚନ ମୁଁ ଧାନ ମୁଠାଏ ଦେଉଛି ନିୟବହନ ମୁଁ ଧାନ ମୁଠାଏ ଦେଉଛି ନିୟବହନ ଏ ଧାନ ମୁଠା ଧରିଣ ଯିବ ଦଶରଥଙ୍କର ବୋହୂକୁ ଏ ଧାନଟି ଦେବ ଦଶରଥଙ୍କ ବୋହୂକୁ ଯାଇ ଧାନ ଦେବ ଉପସ୍ଥିତ ମୋର ପଣ୍ଡିତ ବର୍ଗ ସୀତା ଦେବୀଙ୍କର କଥା ଅଛି ଯେ ଏମିତି ଗୋଟେ ବ୍ରାହ୍ମଣକୁ ଉପଯୁକ୍ତ ବ୍ରାହ୍ମଣକୁ ଭୋଜନ ଦେବେ ସେ ଆଚ୍ଛା ସେତେବେଳେ ନାରଦ ମହାମୁନି ଯେତେବେଳେ ରାବଣକୁ କହିଦେଇଛନ୍ତି କ'ଣ ରାବଣ କହିଲା ହେ ନାରଦ ମୁଁ ଯିବି ସତ ଯିବି କିନ୍ତୁ ମୋର ଗୋଟିଏ ସତ୍ୟ ଗୋଟେ ଅଛି ହଁ ନା କ'ଣ ସେ ସତ୍ୟ କ'ଣ ମୁଁ ଏ ଧାନ ମୁଠାଟେ ଦଉଛି ଏ ଧାନ ମୁଠାକ ନବ ସୀତାଙ୍କୁ କହିବ ସେ ଧାନ ମୁଠାକ ସିଏ ସେଠି ବୁଣିବେ ସାଙ୍ଗେ ସାଙ୍ଗେ ଗଛ ହବ ସାଙ୍ଗେ ସାଙ୍ଗେ ଧାନ ଫଳିବ ସେ ଚାଉଳର ଯାହା ହବ ସେ ଚାଉଳ କ୍ଷୀରି ମୁଁ ଖାଇବି ଏ କ୍ଷୀରି ପରେ ହିଁ ଅନ୍ନ ଭକ୍ଷଣ କରିବି ଆଚ୍ଛା ପ୍ରଥମରେ ମିଠା ଖାଇବି ସୀତାଙ୍କ ହସ୍ତରୁ ଏ କ୍ଷୀରି ଯଦି ଦେଇପାରିବେ ସୀତା ତାହେଲେ ମୁଁ ତାଙ୍କ ଘରେ ଭୋଜନ କରିବି ତୁମେ ଯାଇ ସୀତାଙ୍କୁ କହିଦିଅ ନୂଆ ଖାଇଦେବ ଆଉ ଉପସ୍ଥିତ ମୋର ପଣ୍ଡିତ ବର୍ଗ ପଡ଼ିଗଲା ଅସମ୍ଭବ କଥା ଧାନ ମୁଠାଏ ଦେଉଛି ରାବଣ କହୁଛି ସାଙ୍ଗେ ସାଙ୍ଗେ ରୁଆ ହବ ସାଙ୍ଗେ ସାଙ୍ଗେ ଗଛ ହବ ସାଙ୍ଗେ ସାଙ୍ଗେ ଧାନ ହବ ତାକୁ ପୁଣି କୁଟିକିରି ଚାଉଳ ବାହାରିଲେ ସେ ଚାଉଳ କ୍ଷୀରି ପୁଣି ରାବଣ ଖାଇବ ଇଏ ସମୟରେ କ'ଣ ହେଲା କ'ଣ ନହେଲା କହୁନୁ ଆରେ ଧୀରେ 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 ନାରଦ ତ ଚଳିଲେ सीता गोपा से मिलिले सीतंगुड़ा को लक्ष्यदेव मोर पंडित वर्ग नारद महामुनि पहुंची गले दशरथ निकटरे दशरथ को कहले रावण एपरी कहला जदि आसीबो तार सत्य जदि रहिबो ताले रावण आसी तुम घरे भोजन करिवो खाइबो डकाला सीतांगु आगे दशरथ अछंती नारद महामुनि अछंती सीतांगु डाकिले सीतांगु कहिले दशरथ राजा कोन अग्रतने नारद महामुनि कहउचंती कोन कहले हे मा रावण पाखु जाईतिली रावण कहिला ए धान मुठा क देइची याकु पुणी बुणा हबो संगे संगे गछ हबो फल फलिबो से धान को पाचिबो तापरे ताकु चाउल कले ता खीरी कले पुणी रावण आसीबो भक्षण करिबा को नले आसीबो नाही खीरी खाइ सला परे तुम रधुणा खाइबो हां
ସେତେବେଳେ ସୀତା ଦେବୀ କଣ କଲେ? କ'ଣ ଆରେ ହସି ହସି ସୀତା ଦେବୀ ଧାନକୁ ଆଣିଲେ ରେ ଧାନକୁ ଆଣିଲେ ବାରି ମତେ ଯାଇ ବାବୁ ବିଛିଣ ଦେଲେ। ଲକ୍ଷ୍ୟ ଦେବେ ମୋର ପଣ୍ଡିତ ବର୍ଗ। ସୀତା ଦେବୀ କଣ କଲେ? ବାରିକି ଗଲେ। ବାରିରେ ତାକୁ ସାଙ୍ଗେ ସାଙ୍ଗେ ବେଶୀ ନାହିଁ, ହାତକୁ ହାତ ଭିତରେ ସେ ମୁଠା ଦାନା ଆଉ କେତେ ରହିବ ଆଜ୍ଞା? ଆଉ କେତେ ରହିବ? ଏକାନି ହାତକୁ ଏକାନି ହାତକୁ ଏକାନି ହାତକୁ ଏକାନି ହାତେ ସେତିକି ଭିତରେ ସେ ଧାନ ବୁଣା ହେଲା। ବୁଣା ହେଲା ପରେ କଣ ହେଲା? ସିଏ ତ ଆଦ୍ୟା ଶକ୍ତି, ସିଏ ତ ମା ମହାଲକ୍ଷ୍ମୀ। ଆରେ ତାଙ୍କ କରୁଣାରୁ କଣ ହେଲା ରେ? କ'ଣ ଆରେ ସାଙ୍ଗେ ସାଙ୍ଗରେ ବାବୁ ଗଜା ହୋଇଲା, ସାଙ୍ଗେ ସାଙ୍ଗ ଧାନରେ ଗଜା ହୋଇଲା। ଗଜାରୁ ସାଙ୍ଗେ ସାଙ୍ଗେ ବଡ ହୋଇଲା ଧାନ ଗଛ ବାବୁ ବଡ ହୋଇଗଲା। ସାଙ୍ଗେ ସାଙ୍ଗରେ ଧାନ ଫଳିଗଲା। କ୍ଷଣିକ ମାତ୍ରେ ଧାନ ପାଚିଗଲା। କ୍ଷଣିକ ମାତ୍ରରେ ଧାନ ପାଚିଗଲା। ସୀତା ଦେବୀ ଯାଇ ହସ୍ତରେ ଛିନ୍ନାଇଲେ। ସୀତା ଦେବୀ ଯାଇ ହସ୍ତରେ ଛିନ୍ନାଇଲେ। ନିଜେ କୁଟିଣ ତାକୁ ଚାଉଳ କଲେ। ନିଜେ କୁଟିଣ ତାକୁ ଚାଉଳ କଲେ। ଉପସ୍ଥିତ ମୋର ପଣ୍ଡିତ ବର୍ଗ, ସୀତା ଦେବୀ ସାଙ୍ଗେ ସାଙ୍ଗେ ତାକୁ ବୁଣି ଦେଇଛନ୍ତି। ସାଙ୍ଗେ ସାଙ୍ଗେ ଗଜା ହେଲା, ଗଛ ହେଲା, ଧାନ ଫଳିଲା, ଧାନ ପାଚିଲା। ତାକୁ ନିଜେ ନିଜେ କୁଟି ବାହାର କରି ଚାଉଳ କଲେ। ତାକୁ ଆଣି କ୍ଷୀରି କରିଦେଲେ ପ୍ରଥମରେ। ଆଚ୍ଛା ଆଚ୍ଛା ଓଲାରେ ଓଲୋ ଏ ଓରେ ଆରେ ଏଇ କଥା ଯାଇ ନାରଦ ରାବଣକୁ କହି ରାବଣକୁ ସଙ୍ଗତରେ ଧରି ଆସିଲା ଯେ ଯାଇ। ଆଜ୍ଞା ରାବଣ ଆସି ଯେ ମିଳିଲା ସେଠାର, ରାବଣ ଆସି ମିଳିଲା ଅଯୋଧ୍ୟାର। ସୀତା ଦେବୀ ପ୍ରଥମରେ ପରସିଲେ ସତ୍ୱର। ସୀତା ଦେବୀରେ ପ୍ରଥମରେ କ୍ଷୀରି ଦେଲେ। ତାପରେ ବିଭିନ୍ନ ଦ୍ରବ୍ୟରେ ବାଢିଲେ। ଅତି ଆନନ୍ଦେ ରାବଣ ଭୋଜନ କଲା। ଅତି ଆନନ୍ଦେ ରାବଣ ଭୋଜନ କଲା। ଭୋଜନ ଶେଷରେ ସୀତାଙ୍କୁ କହିଲା, ଆରେ ଭୋଜନ ଶେଷରେ ସୀତାଙ୍କୁ କହିଲା। ସୀତା ଦେବୀ ରାବଣକୁ ଖାଇବାକୁ ଦେବା ପରେ ରାବଣ ସନ୍ତୁଷ୍ଟରେ ତାକୁ ଖାଇସାରିବା ପରେ ଦଶରଥ ଅଛନ୍ତି, ନାରଦ ମହାମୁନି ଅଛନ୍ତି। ଆଚ୍ଛା ସୀତାଙ୍କୁ କହୁଛନ୍ତି ଦଶରଥ ରାଜା ରାବଣ, ହେ ମା, ହେ ଝିଅ, ଝିଅ ମୁଁ ତତେ ଗୋଟେ ଜିନିଷ ମାଗିବାର ଅଛି ମା। ମୁଁ ତତେ ମାଗିବାର ଅଛି। ଠିକ ଅଛି, ତମେ ତ ବାପା ଭଳି ଜାତିରେ ବ୍ରାହ୍ମଣ, ମୋର ପିତାଙ୍କ ବୟସ୍କ, ତମେ ମୋର ପିତା ସଦୃଶ୍ୟ। ଇଏ ପ୍ରକୃତରେ ତ ପିତା, ରାବଣଙ୍କର ଝିଅ ହଉଛନ୍ତି ସୀତା। ମୁଁ ତୋର ବୋପା। ଉପସ୍ଥିତ ମୋର ପଣ୍ଡିତ ବର୍ଗ, ସେ ସମୟରେ ସୀତା ଦେବୀକୁ ରାବଣ କହୁଛନ୍ତି, ହଁ ମୁଁ ଗୋଟେ ଜିନିଷ ମାଗି ମତେ ଦେଇପାରିବ କି ମା? ଦେଇପାରିବ ଝିଅ। ସୀତା ଦେବୀ କହୁଛନ୍ତି, ହେ ପିତା ଆମର, ତୁମେ ମାଗିବ ମୁଁ ନାହିଁ କରିବି? ଗୋଟେ ବ୍ରାହ୍ମଣ ଅନ୍ନ ଖାଇବା ପରେ ତ କିଛି ମାଗିବ, ତମେ ଯାହା ମାଗୁଛ ମାଗ। ଆରେ ସେତେବେଳେ ରାବଣ କଣ ମାଗିଲେ ରେ? ମାଗେ କହିଲେ, ହେ ଝିଅ, ମୁଁ କିଛି ମାଗୁନି ତୋତେ, ଆଉ ଗୋଟେ ଜିନିଷ ମତେ ଆବଶ୍ୟକ ମା। ଗୋଟେ ଜିନିଷ ମୋ ଘର ଗୋଟୁକୁ ଆସିକିରି ବୁଲିକିରି ପଳେଇବ ମା। ଆମ ଘରକୁ ଗୋଟେ ଥର ଆସ। ତୁ କେତେବେଳେ ହେଲେ ଆସିବୁ ମୋ ଗୃହକୁ, ଲଙ୍କାପୁରକୁ ଆସିକିରି ବୁଲିକିରି ଯିବୁ। ସେତେବେଳେ ସୀତା ଦେବୀ ବୋଲନ୍ତି ବଚନ, ତୁମେ ଆସି ମତେ ନେବ, ମୋର ପିତା ଜାଣ, ହେ ମୋର ପିତା ଜାଣ। ଆହା ଉପସ୍ଥିତ ମୋର ପଣ୍ଡିତ ବର୍ଗ, ସୀତା ଦେବୀ କହିଲେ, ହେ ପିତା ଆମର, ମୁଁ ଯିବି ଯେ କଣ ଅଡକାରେ କୋ ଝିଅ କେବେ କା ବାପା ଘରକୁ ଯାଏ କି? ଯାଇକି ବାପା ଯଦି ଆସି ଡାକିବ ତାହେଲେ ଝିଅ ତମ ଘରକୁ ଯିବ। ଆଚ୍ଛା ଆରେ ତେଣୁକରି ରାବଣ ପୁଣି ମାୟା ବେଶ ଧରିଗଲା। ସୀତାଙ୍କୁ ଚୋରି କରି ବାବୁ ନେଇଥିଲା।
ସୀତା ଦେବୀ କଥା ଦେଇଥିଲେ ମୁଁ ଯିବି ତୁମ ନିଶ୍ଚୟ ପୁରକୁ ଯିବି ଯିବି। ତେଣୁକରି ସୀତା ଦେବୀ ରାବଣ ପୁରକୁ ଯାଇଥିଲେ ଯାଇଥିଲି। ହେଲେ ଓଲାରେ ଓଲୋ ସେଦିନ ଗଲା ଗଲା ପ୍ରଥମରେ ବ୍ରାହ୍ମଣକୁ ଭୋଜନ ଦେଇଦେଲେ ସୀତା ଦେବୀ ସେଦିନଟା ଗଲା ବାମୁଣ ସେଦିନଟା ଗଲା ଗଲା ପ୍ରଥମ କଥାଟି ତୁ ଯେ ମତେ ପଚାରିଥିଲୁ ଯେ ପ୍ରଥମରେ ସୀତା ଦେବୀ ରନ୍ଧାଟା ତାଙ୍କର ପ୍ରଥମରେ କାହାକୁ ଦେଇଥିଲେ କାହାକୁ ଦେଇଥିଲେ ନା ଗୋଟେ ବ୍ରାହ୍ମଣକୁ ଦେଇଥିଲେ ସେ ବ୍ରାହ୍ମଣ ହେଲା ରାବଣ ଓଲାରେ ଓ ମୁଁ ତ ତତେ ପ୍ରଶ୍ନଟା ପଚାରିଥିଲି ଏ ଉତ୍ତରଟା ମତେ ସେଇଟା ଆଜ୍ଞା ସୀତାଙ୍କୁ ରାବଣ ତା ପୂର୍ବରୁ ଦେଖିଛି ମୋର ପ୍ରଶ୍ନ ମତେ ସେଇଟା ଅଛି ଆଜ୍ଞା ନାଇଁ ଆଜ୍ଞା ଜାଣିନି ପଛେ ଜାଣିଲା ନା ସେତେ ମତେ ଜାଣିନି ସିଏ ପୁରା ଶେଷ ମୃତ୍ୟୁ ପର୍ଯ୍ୟନ୍ତ ଜାଣିନି ଶେଷରେ ମୃତ୍ୟୁ ଶଯ୍ୟା କାଳରେ ରାମଚନ୍ଦ୍ର ରାବଣଙ୍କର କଥାବାର୍ତ୍ତାରେ ସେତେବେଳେ ସେଇଟା ସମାଧାନ ହେଇଥିଲା ଉପସ୍ଥିତ ମୋର ପଣ୍ଡିତ ବର୍ଗ ଏବେ ହେଲା କ'ଣ ଚୋପଟା ହବ ସେଦିନ ପଳେଇଲା ସେଦିନଟା ପଳେଇଲା ଗଲା ଯାଉ